ଦାଉଦ ରାଜା ହେବା ପୂର୍ବରୁ ସାଉଲ ପ୍ରତିବନ୍ଧକ ହେଲେ। ଦାଉଦ ରାଜା ହେଲା ପରେ ଅବ୍ନର ପ୍ରତିବନ୍ଧକ କରୁଅଛି। ଏହି ଅବ୍ନର କିଏ? ସାଉଲଙ୍କର ଜଣେ ସେନାପତି। ଦୟାକରି ଧ୍ୟାନ ଦିଅନ୍ତୁ, ସାଉଲଙ୍କ ସୈନ୍ୟମାନଙ୍କର ସେନାପତି ହୋଇଥିବା ଏହି ଅବ୍ନର ଦାଉଦ ଯେପରି ରାଜା ନ ହୁଅନ୍ତି ଏପରି କାହିଁକି ପ୍ରତିବନ୍ଧକ କରୁଛି, ଆଟଙ୍କ କରୁଛି? ଜାଣିବା ପାଇଁ ଚେଷ୍ଟା କରିବା। ପ୍ରଥମରେ, ସାଉଲଙ୍କର ସୈନ୍ୟମାନଙ୍କର ସେନାପତି ଅବ୍ନର ଥିଲାବେଳେ ଅବ୍ନର ଧରା ପଡ଼ିଥିଲା। କାହାକୁ ଧରା ପଡ଼ିଥିଲା? ଦାଉଦଙ୍କୁ ଧରା ପଡ଼ିଥିଲା। କେମିତି ଧରା ପଡ଼ିଥିଲା? ପ୍ରଥମ ସାମୁଏଲ 26 ଅଧ୍ୟାୟରେ ଆମେ ଦେଖିବାକୁ ପାରୁ। କାହାଣୀ ପରି ମୁଁ କହିବି, ଶୁଣନ୍ତୁ, ତାପରେ ସେହି ପଦଟି ଦେଖିବା। ଦାଉଦଙ୍କୁ ହତ୍ୟା କରିବା ନିମନ୍ତେ ପ୍ରାନ୍ତରରେ ସାଉଲ ଓ ସୈନ୍ୟମାନଙ୍କର ସେନାପତି ଅବ୍ନର ଓ ସୈନ୍ୟମାନେ ସମସ୍ତେ ଏକତ୍ର ଦାଉଦଙ୍କୁ ଖୋଜୁଥିଲେ। ଦାଉଦ ମାତ୍ର ଧରା ପଡ଼ିନଥିଲେ। କାହିଁକି? ମାନେ ଦାଉଦଙ୍କୁ ସଦାପ୍ରଭୁ ରକ୍ଷା କରୁଥିଲେ। ଏବେ ସାଉଲ କ୍ଳାନ୍ତ ହୋଇ ସେ ବିଶ୍ରାମ ନେଉଅଛନ୍ତି, ଗୋଟିଏ ପଥରରେ ଶୋଇଅଛନ୍ତି। କିଏ ରକ୍ଷା କରିବା ଦରକାର? ସୈନ୍ୟମାନଙ୍କର ସେନାପତି ହୋଇଥିବା ଅବ୍ନର ସାଉଲଙ୍କୁ ସେ ରକ୍ଷା କରିବାକୁ ଦରକାର। କାହିଁକି? ସେ ରାଜା ହୋଇଥିବାରୁ। ଦାଉଦଙ୍କୁ ହତ୍ୟା କରିବା ନିମନ୍ତେ ସାଉଲ ଆସିଅଛନ୍ତି ବୋଲି ସେ ଜାଣି ସାଉଲ ଓ ସୈନ୍ୟମାନେ ନିଦ୍ରା ଯିବା ସମୟରେ ଦାଉଦ ସେ ସ୍ଥାନକୁ ଆସିଲା। ସାଉଲଙ୍କର ବର୍ଚ୍ଛାକୁ ସେ ହାତରେ ଉଠେଇଲା। ସାଉଲ ପାନ କରିଥିବାର ସେହି ପାତ୍ରକୁ ମଧ୍ୟ ସେ ନେଲା। ନେଇ ସେ ଦୂରକୁ ଚାଲିଯାଇ ବହୁତ ବଡ଼ ଚିତ୍କାର କଲା, ଅବ୍ନର! ଅବ୍ନର! ଯେବେ ଚିତ୍କାର କଲା, ଘୁଙ୍ଗୁଡ଼ି ମାରୁଥିବା ଅବ୍ନର ଉଠିଲା। ଉଠି କହୁଅଛି, ରାଜା ଶୋଇବା ସମୟରେ ତମେ କିଏ ଚିତ୍କାର କରୁଅଛ? କିଏ ତମେ ବୋଲି ପଚାରିଲେ ଦାଉଦ ଉତ୍ତର କରନ୍ତି, ଅବ୍ନର! ତମେ କ'ଣ ପୁରୁଷ ନୁହଁ କି? ଦେଶର ଶାସନ କରୁଥିବା ରାଜାଙ୍କର ରକ୍ଷକ ଭାବରେ ଥିବା ତମେ ଗୋଟେ ପୋଢ଼ ପରି ତମେ ଶୋଇଅଛ କି? ଶତ୍ରୁ ଆସି ତୁମ ରାଜାଙ୍କର ବର୍ଚ୍ଛା ନେଇ ଚାଲିଗଲା, ତାଙ୍କଠାରୁ ପାତ୍ର ନେଇକି ଗଲା। କ'ଣ କରୁଅଛ ତମେ? ଦାଉଦଙ୍କର ମନକୁ ଟିକେ ଦେଖ। ଦାଉଦଙ୍କର ରକ୍ଷା କରିବାକୁ ଥିବା ଏହି ଲୋକ ଯଦି ସେ ଶୋଇଲେ, ରାଜାଙ୍କର ପରିସ୍ଥିତି କ'ଣ ହେବ? ରାଜା କିଏ? ତାଙ୍କୁ ହତ୍ୟା କରିବା ପାଇଁ ଆସିବା ସାଉଲ। ଦାଉଦଙ୍କର ମନ କ'ଣ? ମାନେ ସାଉଲ ମୋତେ ହତ୍ୟା କରିବା ପାଇଁ ଆସିଲା, ମାତ୍ର ବାସ୍ତବରେ ସେ ତ ରାଜା ନୁହଁ କି? ସେ ରାଜାଙ୍କୁ ରକ୍ଷା ନ କରିଲେ କେମିତି ହେବ? ଏହି ଅବ୍ନର ବୋଲିବା ବ୍ୟକ୍ତି ରାଜାଙ୍କୁ ରକ୍ଷା ନ କଲେ କେମିତି ହେବ? ସେଥିପାଇଁ କ'ଣ କଲେ ଆସନ୍ତୁ ଦେଖିବା 26 ଅଧ୍ୟାୟର 15 ପଦ। ଏଥିରେ ଦାଉଦ ଅବ୍ନରକୁ କହିଲେ, ତୁମ୍ଭେ କି ଜଣେ ପୁରୁଷ ନୁହଁ? ଇସ୍ରାଏଲ ମଧ୍ୟରେ ତୁମ୍ଭ ପରି କିଏ ଅଛି? ତେବେ ତୁମ୍ଭେ କିହେତୁ ଆପଣା ପ୍ରଭୁ ରାଜାଙ୍କୁ ଜଗି ରହିଲ ନାହିଁ? କାରଣ ତୁମ୍ଭ ପ୍ରଭୁ ରାଜାଙ୍କୁ ବିନାଶ କରିବା ପାଇଁ ଲୋକମାନଙ୍କ ମଧ୍ୟରୁ ଜଣେ ଆସିଥିଲା। ତୁମ୍ଭେ ଏହି ଯେଉଁ କର୍ମ କଲ ତାହା ଭଲ ନୁହେଁ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମେମାନେ ପ୍ରାଣଦଣ୍ଡ ଯୋଗ୍ୟ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ଅଭିଷିକ୍ତ। ତୁମ୍ଭମାନଙ୍କ ପ୍ରଭୁଙ୍କୁ ଜଗି ରହିଲ ନାହିଁ। ଏବେ ରାଜାଙ୍କ ବର୍ଚ୍ଛା ଓ ତାଙ୍କ ମସ୍ତକ ନିକଟରେ ଥିବା ଜଳପାତ୍ର କାହିଁ ଦେଖିଲ? ଦୟାକରି ବୁଝନ୍ତୁ, ସାଉଲଙ୍କର ସୈନ୍ୟମାନଙ୍କର ସେନାପତି ଜଣେ ଅକାମୀ ବ୍ୟକ୍ତି ଥିଲା। ସୈନ୍ୟ ଦଳର ସେନାପତି ଭାବରେ ରହିବାର ହକ୍, ଯୋଗ୍ୟତା ଅବ୍ନରକୁ ନାହିଁ। ତେବେ ସେ କ'ଣ ଜାଣିପାରିଥିଲା? ମାନେ ଦାଉଦ ଯଦି ଇସ୍ରାଏଲର ରାଜା ରୂପେ ମନୋନୀତ କରାଗଲେ ସେ ସର୍ବପ୍ରଥମେ କାହାରି ଉପରେ ଆକ୍ରମଣ କରିବେ? ଅବ୍ନରକୁ କରିବେ। କାହିଁକି? ଗତ ଦିନରେ ଧରା ପଡ଼ିଥିଲା। ସାଉଲଙ୍କ ପାଖରେ ଜଗି ରହିବାକୁ ଥିବା ଓ ସାଉଲଙ୍କୁ ରକ୍ଷା କରିବାକୁ ଥିବା ଅବ୍ନର ରାଜାଙ୍କୁ ଅବହେଳା କରି ନିଦ୍ରିତ ହେବା ଦାଉଦ ଦେଖିଥିଲା। ମୁଁ ଜଣେ ଅକାମୀ ବୋଲି, ମୁଁ ଜଣେ ଗଧ ବୋଲି ଦାଉଦ ଭଲ ଜାଣନ୍ତି। ଦାଉଦ ଯଦି ଇସ୍ରାଏଲର ରାଜା ହୁଅନ୍ତି, ତେବେ ମୋତେ ସୈନ୍ୟମାନଙ୍କ ଉପରେ ସେନାପତି ଭାବେ ବିଲକୁଲ ରଖିବ ନାହିଁ। ତା ଉପରେ ମୁଁ ସାଉଲଙ୍କ ପ୍ରତି ଅବହେଳା କରିଥିବାରୁ ସେ ମୋତେ ବଦ୍ଧ କରିଦେବେ ଓ ମୋତେ ମାରିଦେବ। ସେଥିପାଇଁ ପୃଥିବୀ ଉପର ତଳ ହେଲେ ମଧ୍ୟ ଦାଉଦ ଇସ୍ରାଏଲ ଉପରେ ରାଜା ହେବାର ଦରକାର ନାହିଁ। ଇସ୍ରାଏଲ ଲୋକମାନଙ୍କ ପ୍ରତି ଭଲ ଚିନ୍ତା କରିକି, ଇସ୍ରାଏଲ ଲୋକମାନଙ୍କର ଭବିଷ୍ୟତ, ସେମାନଙ୍କର ମଙ୍ଗଳ ଚାହିଁ, ସେମାନଙ୍କର ଭବିଷ୍ୟତ ଭଲ ହେବା ପାଇଁ ଚାହିଁକି ଆଜ୍ଞା ଏହି ଅବ୍ନର ବୋଲିବା ଲୋକ ଚିନ୍ତା କରୁଅଛି? ବିଲକୁଲ ନାହିଁ। ତେବେ କେଉଁଥିପାଇଁ? ତାର ପୋଷ୍ଟ ପାଇଁ, ତାହାର ପୋଜିସନ ପାଇଁ କିଛି ବି କରିପାରିବ। ପ୍ରିୟ ଭଉଣୀ ଓ ଭାଇମାନେ,
ଆପଣଙ୍କ ଜୀବନରେ ବି ଏ ପ୍ରକାର ଅବନର ଦେଖାଯିବେ। ସେମାନଙ୍କର ଥିବା ଚାକିରି ସକାଶୁ, ସେମାନଙ୍କଠାରେ ଥିବା ପୋଜିସନ ସକାଶୁ, ସେମାନେ ପାଇବାକୁ ଥିବା ପ୍ରମୋସନ ପାଇଁ ଓ ସେମାନଙ୍କର ଥିବା ସେହି ପୋଷ୍ଟକୁ ରକ୍ଷା କରିବା ପାଇଁ ଯାହା କିଛି ବି କରିପାରିବେ। ସେମାନେ ସେମାନଙ୍କୁ ରକ୍ଷା କରିବା ପାଇଁ ତୁମକୁ ବଳି ଦେବା ପାଇଁ ଚେଷ୍ଟା କରିବେ। ତୁମକୁ ଅଯଥା ନିନ୍ଦାଗୁଡ଼ାକ କରିବେ। ଆପଣମାନଙ୍କୁ ଅନ୍ୟାୟ ଭାବରେ ଅନାବଶ୍ୟକ ଭାବେ ଏକ ବଳି ପଶୁ ପରି କରିବେ। ବୁଝିବା ପାଇଁ ଚେଷ୍ଟା କରନ୍ତୁ, ଦାଉଦଙ୍କ ପରି ଲୋକକୁ ହିଁ ରାଜା ନ କରି ଅବନର କେତେ ଚତୁରତାର ଭାବରେ ପ୍ରତିବନ୍ଧକ କରୁଛି। ଦ୍ୱିତୀୟ, ସାଉଲଙ୍କ ପରେ ରାଜା ହେବାର ଅଛି ଦାଉଦ। କାହିଁକି? ତାହା ଈଶ୍ୱରଙ୍କ ଇଚ୍ଛା। ଏହି ବିଷୟ ସାଉଲ ଜାଣେ। ସାଉଲ ଗତ ଦିନରେ ମାନିଥିଲା, ହେ ଦାଉଦ, ତୁମେ ଏହି ଦେଶର ରାଜା ଅଟ। ସେ ମାନିଥିଲା। ଏହି ବିଷୟ ଅବନର ମଧ୍ୟ ଜାଣିଥିଲା। ଦ୍ୱିତୀୟ ସାମୁଏଲ 3 ଅଧ୍ୟାୟ 17-18 ପଦରେ ଅବନର କ'ଣ କହୁଛି ଦେଖିବା ଆସ। ଅନନ୍ତର ଅବନର ଇସ୍ରାଏଲର ପ୍ରାଚୀନ ବର୍ଗ ସହିତ ଏ ରୂପେ କଥାବାର୍ତ୍ତା କଲା, ପୂର୍ବରେ ତୁମେମାନେ ଆପଣମାନଙ୍କ ଉପରେ ରାଜା ହେବା ପାଇଁ ଦାଉଦଙ୍କୁ ଚାହିଁଥିଲ। ଏବେ ତାହା କର, କାରଣ ସଦାପ୍ରଭୁ ଦାଉଦଙ୍କ ବିଷୟରେ କହିଅଛନ୍ତି, ଆମ୍ଭେ ଆପଣ ଦାସ ଦାଉଦର ହସ୍ତ ଦ୍ୱାରା ଆପଣ ଲୋକମାନଙ୍କୁ ପଲେଷ୍ଟିୟମାନଙ୍କ ହସ୍ତରୁ ଓ ସେମାନଙ୍କ ସମସ୍ତ ଶତ୍ରୁ ହସ୍ତରୁ ଉଦ୍ଧାର କରିବା। ଏଠାରେ ଅବନର କ'ଣ କହୁଅଛନ୍ତି? ଏହି ବିଷୟ ପରେ ଘଟିବା ବିଷୟ। ଇସ୍ରାଏଲ ଲୋକମାନଙ୍କୁ ଡାକି କ'ଣ କହୁଅଛନ୍ତି ଜାଣ କି? ଦାଉଦ ତ ରାଜା ହେବାର ଥିଲା। ଦାଉଦଙ୍କୁ ତ ପ୍ରଭୁ ରାଜା ରୂପେ ମନୋନୀତ କଲେ। ତାମାନେ ଅବନର ଜାଣିଅଛନ୍ତି ଦାଉଦ ଇସ୍ରାଏଲର ଶାସନ କରିବା ଦରକାର ବୋଲି। ଏହା ଈଶ୍ୱରଙ୍କ ଇଚ୍ଛା। ଅବନର ଜାଣିଛି। ସାଉଲ ଜାଣନ୍ତି ଦାଉଦଙ୍କୁ ପରମେଶ୍ୱର ଅଭିଷେକ କଲେ ବୋଲି। ଜାଣି ଜାଣି ସାଉଲ ଏ ଭୁଲ କଲା ଓ ତାହାର ବେତନ ମଧ୍ୟ ପ୍ରାପ୍ତ କଲା। ଜାଣି ଜାଣି ଏବେ ଅବନର ଏହି ଭୁଲ କରୁଅଛି। ଦାଉଦ ରାଜା ହେବା ନିମନ୍ତେ ପ୍ରତିବନ୍ଧକ କରୁଛି। କ'ଣ କଲା? ସାଉଲଙ୍କର ଅନେକ ସନ୍ତାନ ଥିଲେ। ସମସ୍ତେ ଯୁଦ୍ଧକୁ ଯାଇ ସାଉଲଙ୍କ ସହିତ ସମସ୍ତେ ମରିଯାଇଥିଲେ। ଜଣକ ଛଡ଼ା। କିଏ ସେ? ଯୁଦ୍ଧ ନ କରିପାରିବା ବ୍ୟକ୍ତି, ଖଡ୍ଗ ଧରି ନ ପାରିବା ବ୍ୟକ୍ତି। ବାପା ଓ ତାର ସନ୍ତାନମାନେ ଯୁଦ୍ଧ କରିବା ପାଇଁ ଯୁଦ୍ଧକ୍ଷେତ୍ରକୁ ଯିବା ସମୟରେ ଗୋଡ଼ ଉପରେ ଗୋଡ଼ ରଖି ହଲଉଥିବା ବ୍ୟକ୍ତି। କିଏ ସେ? ଇଶବୋଶେତ। ଏପରି ଅକାମୀ ବ୍ୟକ୍ତିକୁ ଆଣି ଅବନର କ'ଣ କରୁଛି ଜାଣ କି? ରାଜା ଭାବେ ଅଭିଷେକ କଲା। କାହିଁକି ଏମିତି କରୁଅଛି? ମାନେ ଏହି ଅକାମୀ ଲୋକକୁ ରାଜାଭିଷିକ୍ତ କରି ରାଜା କରିଦେଲେ ମୋହର କାର୍ଯ୍ୟ ସବୁ ଚଳିଯିବ। ଏଥିପାଇଁ ମୁଁ ଯାହା କଲେ ବି ସବୁ ହେଇଯିବ ବୋଲି। କେତେ ମନ୍ଦ ଚିନ୍ତକ ଥିଲା ଆଜ୍ଞା ଅବନର। ଦାଉଦ ବାସ୍ତବରେ ଇସ୍ରାଏଲର ରାଜା ହେବାକୁ ଥିବା ସମୟରେ ଅବନେର ନାମକ ଜଣେ ଦୁଷ୍ଟ ବ୍ୟକ୍ତି କ'ଣ କରିଥିଲା ଜାଣ କି? ସାଉଲଙ୍କ ପୁତ୍ର, କାହିଁରେ ବି ଯୋଗ୍ୟ ନଥିବା ଜଣେ ବ୍ୟକ୍ତିକୁ ଇସ୍ରାଏଲ ଦେଶର ରାଜା ରୂପରେ ସେ ଅଭିଷେକ କରିଥିଲା। ଅଭିଷେକ କରିବା ସମୟରେ ତାର ବୟସ 40 ବର୍ଷ। କେବଳ 2 ବର୍ଷ ଇଶବୋଶେତ ନାମକ ସାଉଲଙ୍କର ପୁତ୍ର ରାଜା ରୂପରେ ଶାସନ କରିଥିବା ଆମେ ଦେଖିବାକୁ ପାରୁ। ସେହି ସମୟରେ ଭୁଲନ୍ତୁ ନାହିଁ, ଦ୍ୱିତୀୟ ସାମୁଏଲ 2 ଅଧ୍ୟାୟର 11 ପଦ। ପୁଣି ହିବ୍ରୋନରେ ଜିହୁଦା ବଂଶ ଉପରେ ଦାଉଦଙ୍କ ରାଜା ହେବାର 7 ବର୍ଷ 6 ମାସ ଥିଲା। କେତେ ବର୍ଷ ଦାଉଦ ହିବ୍ରୋନରେ ଶାସନ କରିଥିଲେ? 7 ବର୍ଷ 6 ମାସ ଶାସନ କରିଥିଲେ। ବାସ୍ତବରେ ଦାଉଦ ଶାସନ କରିବାକୁ ଥିଲା କେବଳ ଜିହୁଦା ଗୋଷ୍ଠୀ ଉପରେ କି 12 ଗୋଷ୍ଠୀ ଉପରେ ଶାସନ କରିବାର ଥିଲା? 12 ଗୋଷ୍ଠୀ ଉପରେ ଶାସନ କରିବାର ଥିଲା। ମାତ୍ର 7 ବର୍ଷ ଅଧା ଦାଉଦ କେବଳ ଗୋଟିଏ ଜିହୁଦା ଦେଶ ଉପରେ ହିଁ ଶାସନ କରିଥିଲା। କାହିଁକି ଏ ପ୍ରକାର ବିଳମ୍ବ ଘଟିଥିଲା? ଇସ୍ରାଏଲ ଉପରେ ରାଜା ଭାବରେ ରହିବାକୁ ଥିବା ଦାଉଦ ନ ରହି ସାଉଲ ଏପଟେ ମରିଗଲା। ବର୍ତ୍ତମାନ ଦାଉଦ ରାଜା ହେବାର ଥିଲା। ଦାଉଦ ରାଜା ହେବା ପ୍ରଭୁଙ୍କର ଇଚ୍ଛା ଅଟେ। ତଥାପି କାହିଁକି ଦାଉଦ 7 ବର୍ଷ 6 ମାସ ଇସ୍ରାଏଲ ଉପରେ ରାଜତ୍ୱ କରିପାରିନଥିଲା? ଏହି ପ୍ରଶ୍ନ ସହଜରେ ଆସିପାରେ। ପ୍ରଭୁ କାହାକୁ ମଧ୍ୟ ସଡନଲି ଉପରକୁ ଉଠାନ୍ତିନି। ଲିଫ୍ଟରେ କାହାକୁ ମଧ୍ୟ ସଡନଲି ଉପରକୁ ନିଅନ୍ତି ନାହିଁ। ଆହୁରି କ୍ରମାନୁସାରେ ଈଶ୍ୱର ଉପରକୁ ନିଅନ୍ତି। ଏହି ବିଷୟ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ କହିଥିଲା। ଆସନ୍ତୁ ଦେଖିବା ଯାତ୍ରା ପୁସ୍ତକ 23 ଅଧ୍ୟାୟ
29 ଆଉ 30 ପଦରେ ମାତ୍ର 1 ବର୍ଷରେ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବା ନାହିଁ, ତାହା ହେଲେ ଦେଶ ଶୂନ୍ୟ ହୋଇଯିବ ଓ ତୁମ୍ଭ ପ୍ରତିକୂଳରେ ବନ୍ୟ ପଶୁମାନଙ୍କ ସଂଖ୍ୟା ବୃଦ୍ଧି ପାଇବ। ତୁମେ ଯେ ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇନାହଁ ଓ ଦେଶ ଅଧିକାର କରିନାହଁ, ସେ ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ କ୍ରମେ କ୍ରମେ ଘଉଡ଼ାଇ ଦେବା। ଷ୍ଟେପ୍ ବାଇ ଷ୍ଟେପ୍। ତୁମ ସମ୍ମୁଖରେ ଅନେକ ଶତ୍ରୁମାନେ ଅଛନ୍ତି। ଏକାଥରକେ ସେ ସମସ୍ତଙ୍କୁ ତୁମ ଆଗରୁ ଅଦୃଶ୍ୟ କରିଦେବ ବୋଲି ଭାବୁଅଛନ୍ତି ବୋଧେ? ଭାବନ୍ତୁ ନାହିଁ। ମୁଁ ଏକ ପାର୍ଶ୍ୱରେ ତୁମକୁ ଅଭିବୃଦ୍ଧି କରୁଥିବି। ତୁମେ ଅଭିବୃଦ୍ଧି ପାଉଥିବା ସମୟରେ କ୍ରମ ଅନୁସାରେ ତୁମ ଶତ୍ରୁକୁ ମୁଁ କ'ଣ କରିବି? ଘଉଡ଼ାଇ ଦେବି। ପ୍ରିୟ ଭଉଣୀ ଓ ଭାଇମାନେ, ଆଜି ତୁମ ଜୀବନରେ ଅନେକ ଶତ୍ରୁମାନେ ଅଛନ୍ତି କି? ସେହି ଶତ୍ରୁମାନେ ସମସ୍ତେ ଏକାଥରେ ତୁମ ଚକ୍ଷୁରୁ ଅଦୃଶ୍ୟ ହୁଅନ୍ତୁ ବୋଲି ଭାବୁଛନ୍ତି କି? ପ୍ରଭୁ, ଗୋଟିଏ ଶତ୍ରୁ ମଧ୍ୟ ନ ରହୁ, ଗୋଟିଏ କଷ୍ଟ ମଧ୍ୟ ନ ରହୁ, ଗୋଟିଏ କ୍ଲେଶ ମଧ୍ୟ ନ ରହୁ, ଗୋଟିଏ ବାଧା ମଧ୍ୟ ନ ରହୁ। ଯଦି ଆସେ ତେବେ ମୁଁ ମରିଯିବି ପ୍ରଭୁ। କ'ଣ ହେବ? ଯଦି ଆସେ ମରିଯିବି, ସେତିକି ନୁହଁ କି ଆଜ୍ଞା? ଗୋଟିଏ ଶତ୍ରୁ ପୁଣି ନ ରହୁ, ଗୋଟିଏ କଷ୍ଟ ନ ରହୁ, ଗୋଟିଏ ଦୁଃଖ ନ ରହୁ, ପୁଣି କ'ଣ ହେବା ଦରକାର? ମରିବା ଲୋକକୁ କେଉଁ ଶତ୍ରୁ ଆଜ୍ଞା? ମରିବା ଲୋକକୁ କେଉଁ କଷ୍ଟ ଆଜ୍ଞା? ମରିବା ଲୋକକୁ କେଉଁ ରୋଗ ଆଜ୍ଞା? ମରିବା ଲୋକକୁ କେଉଁ ଆର୍ଥିକ ସମସ୍ୟା ଆଜ୍ଞା? ମରିବା ଲୋକକୁ ଚାକିରି ସମସ୍ୟା ଅଛି କି? ମରିବା ଲୋକକୁ ବିବାହ ନ ହେବାର ସମସ୍ୟା ଅଛି କି? ମରିବା ଲୋକକୁ ପିଲା ନ ହେବାର ସମସ୍ୟା ଅଛି କି? ପ୍ରିୟ ଭଉଣୀ ଓ ଭାଇମାନେ, ଆମେ ବଞ୍ଚିଥିବା ସମୟରେ ସହଜରେ ଅନେକ ସମସ୍ୟା ଥାଏ। କିନ୍ତୁ ପ୍ରଭୁ କ'ଣ କହନ୍ତି? ମାନେ ତୁମକୁ ଗୋଟିଏ ପଟରେ ଅଭିବୃଦ୍ଧି କରୁଥିବି, ଆଉ ଏକ ପଟରୁ କ'ଣ କହନ୍ତି? ଗୋଟି ଗୋଟି କରି ତୁମ ଜୀବନରେ ଥିବା କ୍ଲେଶଗୁଡ଼ିକ ତାହା ମୁଁ ଦୂର କରି ଆସିବି, କିନ୍ତୁ ତାହା କ୍ରମ ଅନୁସାରେ କରିବି। ଷ୍ଟେପ୍ ବାଇ ଷ୍ଟେପ୍ ତାହା କରିବି। ଏକାଥରକେ ମାତ୍ର ତୁମ ଜୀବନରେ କରିବି ନାହିଁ। ଗୋଟିଏ ଲତାକୁ ଯଦି ଆପଣ ରୋପଣ କଲେ ସେ କେମିତି ବଢ଼େ କୁହନ୍ତୁ? କ୍ରମ ଅନୁସାରେ ବଢ଼େ। ପିଲାଟିଏ ଜନ୍ମ ହେଲା ପରେ କେମିତି ବଢ଼ନ୍ତି କୁହନ୍ତୁ? କ୍ରମ ଅନୁସାରେ ବଢ଼ନ୍ତି। ସେପରି ତୁମ ଜୀବନରେ ଈଶ୍ୱର ସେ ଦେବାକୁ ଚାହୁଁଥିବା ଆଶୀର୍ବାଦ କ୍ରମ ଅନୁସାରେ ସେ ପ୍ରଦାନ କରିବେ। ତୁମ ସାମ୍ନାରେ ଥିବା ଶତ୍ରୁମାନଙ୍କୁ ମଧ୍ୟ ଏକାଥରେ ଦୂର କରିବେ ନାହିଁ, କ୍ରମ ଅନୁସାରେ ଦୂର କରିବେ। ସେଥିପାଇଁ ଯଦି ତୁମେ ଭାବୁଥିଲା ପରି ତୁମ ସମ୍ମୁଖରେ ଥିବା ସମସ୍ତ ଶତ୍ରୁ ଏକାଥରକେ ଅଦୃଶ୍ୟ ନ ହେଲେ ବି ଓ ତୁମଠାରେ ଥିବା କୌଣସି ସମସ୍ୟା ବି ଏକାଥରକେ ତୁମଠାରୁ ଦୂର ନ ହେଲେ ବି ଓ ତୁମେ ରୋଗଗ୍ରସ୍ତ ଥିବା ସମସ୍ୟା ଏକାଥରକେ ତହିଁରୁ ସୁସ୍ଥତା ନ ପାଇଲେ ବି, ଶୁଣ, ମୋ ପ୍ରଭୁ ନିଶ୍ଚିନ୍ତ ସୁସ୍ଥତା ପ୍ରଦାନ କରିବେ। କ୍ରମ ଅନୁସାରେ ନିଶ୍ଚିନ୍ତ ସେ ତୁମକୁ ଉତ୍ତର ଦେବେ ଓ ଶତ୍ରୁମାନଙ୍କୁ ଘୋଡ଼ାଇ ଦେବେ। ନିଶ୍ଚିନ୍ତ ତୁମକୁ ଦେବାକୁ ଚାହୁଁଥିବା ଆଶୀର୍ବାଦ ସେ ତୁମକୁ ପ୍ରଦାନ କରିବେ। କେମିତି? କ୍ରମ ଅନୁସାରେ। ଏହି ବାସ୍ତବ ଜାଣି ରଖିବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରେ। ପ୍ରଥମେ ଦାଉଦଙ୍କୁ ପ୍ରଭୁ ଅନୁଗ୍ରହ କରି ଜିହୁଦା ଦେଶର ରାଜା କରିଥିଲେ। ଜଣେ ଭକ୍ତ ଜେ ବଟଲର ନାମକ ଜଣେ ବାଇବଲ ପଣ୍ଡିତ ଏହି ବିଷୟକୁ ଏହିପରି କହୁଥିଲେ। ଧ୍ୟାନ କରି କ'ଣ କହିଲେ? ମାନେ ବାସ୍ତବରେ ଦାଉଦ ଇସ୍ରାଏଲ ଦେଶ ଉପରେ ମଧ୍ୟ ରାଜା ହେବାର ଥିଲା, ମାତ୍ର କାହିଁକି ଏପରି ବିଳମ୍ବ ହୋଇଥିଲା? ମାନେ ଦାଉଦ ଈଶ୍ୱରଙ୍କ ଉପରେ ଅବିଶ୍ୱାସ ପ୍ରକାଶ କରିଥିଲା। ସାଉଲଙ୍କ ହସ୍ତରୁ ପ୍ରଭୁ ମୋତେ ନିଶ୍ଚିନ୍ତ ଉଦ୍ଧାର କରିବେ ବୋଲି ବିଶ୍ୱାସ କରିବାକୁ ଥିବା ଦାଉଦ ବିଶ୍ୱାସ ନ କରି କେଜାଣି ସାଉଲ ମୋତେ ବଦ୍ଧ କରିଦେବ ବୋଲିବା ଭୟରେ ଭୁଲ ପଦକ୍ଷେପ ନେଲା ଓ ଭୁଲ କଲା। ନ ଯିବା ସ୍ଥାନକୁ ଗଲା ଓ ସେଠାରେ ପ୍ରଭୁଙ୍କ ବିରୋଧରେ ପଲେଷ୍ଟିୟମାନଙ୍କ ନିକଟକୁ ଗଲା ଓ ପଲେଷ୍ଟିୟମାନଙ୍କ ସହିତ ସେ ହାତ ମିଶାଇବା ଏହା ନିଶ୍ଚିନ୍ତ ପ୍ରଭୁଙ୍କର ଇଚ୍ଛା ବିରୋଧ। ଶୁଣ, ତୁମ ଜୀବନରେ ଅସମ୍ଭବକୁ ସମ୍ଭବ କରିବା ପାଇଁ ଦେଖିବା ବେଳେ ପ୍ରଭୁ ତୁମଠାରୁ କ'ଣ ଚାହାନ୍ତି ଜାଣ କି? ବିଶ୍ୱାସ। କ'ଣ? ବିଶ୍ୱାସ। ତମେ ଯଦି ବିଶ୍ୱାସ କରିବ, କ'ଣ ତମେ ଯଦି ଖାଇପାରିବ ବୋଲିକି ବାଇବଲରେ ଅଛି କି? ଯଦି ତମେ ଖାଇପାରିବ, ଖାଇବା ଲୋକଙ୍କୁ କ'ଣ ଅଛି କି? ନାହିଁ। କ'ଣ ଅଛି କୁହନ୍ତୁ? ତମେ ଯଦି ବିଶ୍ୱାସ କରିବ, ବିଶ୍ୱାସୀ ପକ୍ଷରେ ସମସ୍ତ ସମ୍ଭବ। ତା ମାନେ ତୁମ ଜୀବନରେ ଅସମ୍ଭବକୁ ସମ୍ଭବ କରିପାରିବ। ତୁମ ଜୀବନରେ ଅଦ୍ଭୁତ ଦେଖିବାକୁ ସାହାଯ୍ୟ କରିବାକୁ କ'ଣ ଅଛି? ମାନେ ବିଶ୍ୱାସ। ସେହି ବିଶ୍ୱାସ ତୁମଠାରେ ନଥିବା ସମୟରେ, ଅଦୃଶ୍ୟ ହେବା ସମୟରେ ନିଶ୍ଚିନ୍ତ ତାହାର ମୂଲ୍ୟ ନ ଭୋଗି ରହିବନି। ଉଦାହରଣ, ଲୁକ 1 ଅଧ୍ୟାୟ 5 ପଦରୁ। ଜିହୁଦା ଦେଶର ରାଜା ହେରୋଦଙ୍କ ସମୟରେ
ଅବିୟଙ୍କ ଦଳର ଜିଖରିୟ ନାମକ ଜଣେ ଯାଜକ ଥିଲେ। ତାଙ୍କ ଭାର୍ଯ୍ୟା ହାରଣ ବଂଶର କନ୍ୟା, ତାଙ୍କର ନାମ ଏଲିସାବେଥ। ସେମାନେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ବିଧି ଅନୁସାରେ ନିର୍ଦ୍ଦୋଷ ରୂପେ ଆଚରଣ କରି ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଥିଲେ। କିନ୍ତୁ ସେମାନଙ୍କ ସନ୍ତାନ ନଥିଲା, କାରଣ ଏଲିସାବେଥ ବନ୍ଧ୍ୟା ଥିଲେ। ପୁଣି ଉଭୟଙ୍କ ବୟସ ଅଧିକ ହୋଇଯାଇଥିଲା। ଆଜି କେହି ଅଛନ୍ତି କି ଯାହାର ଗର୍ଭଫଳ ନାହିଁ? ବିବାହ କରି ବର୍ଷେ, 2 ବର୍ଷ, 3 ବର୍ଷ, 4 ବର୍ଷ, 5 ବର୍ଷ, 20 ବର୍ଷ, 25, 26, 30 ବର୍ଷ ହେବା ଲୋକେ ଅଛନ୍ତି କି? ତଥାପି ପିଲା ନାହିଁ। କେଉଁ ଜନ୍ମରେ କରିଥିବା ପାପ ଆଜି ମୋ ପାଇଁ ଗୋଟେ ଅଭିଶାପ ହୋଇଅଛି? କେଉଁ ଦୁଷ୍ଟ ଆତ୍ମା ଆମ ପରିବାରରେ ସନ୍ତାନ ବିହୀନ କରୁଅଛି? କେଉଁ ଦରିଦ୍ର, କେଉଁ ଶଣି ଆମକୁ ଘଟିଅଛି? ଆମେ ସନ୍ତାନ ବିହୀନ ହୋଇଅଛୁ। ଆମେ କେବେ କରିଥିବା ପାପ, କେଉଁ ଜନ୍ମରେ କରିଥିବା ପାପ ଆଜି ଆମ ପାଇଁ ଅଭିଶାପ ହୋଇଅଛି? ଏପରି ସାଧାରଣତଃ ଆମ ଜୀବନରେ ସନ୍ତାନ ନଥିବା ସମୟରେ ଏ ପ୍ରକାର ଭାବନା ଆସିଥାଏ। ବିଭିନ୍ନ ପ୍ରକାର ଭାବନା ଆସେ। ଏ ପ୍ରକାର ଭାବିବା ସାଧାରଣ ଅଟେ। ପ୍ରିୟ ଭଉଣୀ ଓ ଭାଇମାନେ, ଯଦି ତୁମ ଜୀବନରେ ପିଲାମାନେ ଜନ୍ମ ହୋଇପାରୁନାହାନ୍ତି, ତାହା ତୁମେ କରିଥିବା ପାପ, ତୁମ ପିତାମାତା କରିଥିବା ପାପ, କି ତୁମ ପୂର୍ବଜମାନେ କରିଥିବା ପାପ, ତାହା ଅଭିଶାପ କି ଅବା ବଂଶଗତ ଭାବରେ ଆସୁଥିବା ଅଭିଶାପ। ଏପରି ଭାବିବାର ଆବଶ୍ୟକ ନାହିଁ। କାହିଁକି? ମାନେ ଏଲିସାବେଥ ଓ ଜିଖରିୟ ଏମାନେ ଦୁହେଁ ଈଶ୍ୱରଙ୍କ ଦୃଷ୍ଟିରେ ବହୁତ ଧାର୍ମିକ ଥିବା ବ୍ୟକ୍ତି, ନିର୍ଦ୍ଦୋଷୀ ଥିଲେ ଓ ଯଥାର୍ଥ ବ୍ୟକ୍ତି ଥିଲେ। ତଥାପି ସେମାନଙ୍କୁ ପିଲାମାନେ ନଥିଲେ। ତା ମାନେ ତୁମେ ଧାର୍ମିକ ଭାବେ ଯଥାର୍ଥ ରୂପେ ବଞ୍ଚୁଥିଲେ ବି, ପ୍ରଭୁଙ୍କ ପ୍ରତି ଭୟଭକ୍ତି ରଖି ବଞ୍ଚୁଥିଲା ବେଳେ ବି କେତେକ ସମୟରେ ତୁମ ଜୀବନରେ ତୁମେ ଆଶା କରିଥିବା ଆଶୀର୍ବାଦ ଦେଖି ନ ପାରିଥାଅ। ସେଥିପାଇଁ ପ୍ରିୟ ଭଉଣୀ ଓ ଭାଇମାନେ, ଆପଣ ଆପଣଙ୍କୁ ନିନ୍ଦିତ କର ନାହିଁ। କୌଣସି ଗୋଟିଏ ଶଣି, କୌଣସି ଗୋଟିଏ ମନ୍ଦ ଆତ୍ମା, କୌଣସି ଗୋଟିଏ ଭୂତ ଆତ୍ମା ମୋତେ ଧରିଅଛି, ଆମ୍ଭମାନଙ୍କୁ ସନ୍ତାନ ବିହୀନ କରୁଅଛି ବୋଲି ଭାବିବା ଦରକାର ନାହିଁ। ଯଦି ତୁମେ ଜାଣି ଜାଣି ପାପ କରୁଥିଲେ, କୌଣସି ଏକ ପାପର ଅଭ୍ୟାସ ତୁମ ଜୀବନରେ ବଞ୍ଚାଇବାକୁ ଦେଲେ, ପ୍ରଭୁଙ୍କର ବିରୋଧରେ ତୁମେ ଗର୍ବ କଲେ କି ଅପବିତ୍ର ଭାବରେ ବଞ୍ଚିଲେ, ତାହାର ପ୍ରତିଫଳ ରୂପେ ତୁମେ ପ୍ରାପ୍ତ କରିବାକୁ ଥିବା ଆଶୀର୍ବାଦ ଓ ଗର୍ଭଫଳ ତୁମେ ତାହା ପାଇ ନ ପାର। ସେହି ସମୟରେ ତୁମେ ଧାର୍ମିକ ଭାବରେ ଯଥାର୍ଥ ଭାବରେ ବଞ୍ଚିବା ସମୟରେ ଗର୍ଭଫଳ ତତ୍କ୍ଷଣାତ୍ ତୁମେ ତାହା ପାଇ ନ ପାର। କିନ୍ତୁ ଜାଗ୍ରତରେ ଯଦି ବାଇବଲକୁ ଅନୁସନ୍ଧାନ କଲେ, ସାରା ଈଶ୍ୱରଙ୍କ ଦ୍ୱାରା ମନୋନୀତ କରାଯାଇଥିବା ଆତ୍ମିକ ମହିଳା, ଶୀଘ୍ର ପିଲା ଜନ୍ମ ହୋଇନଥିଲା। ରିବିକା ଈଶ୍ୱରଙ୍କ ଦ୍ୱାରା ମନୋନୀତ କରାଯାଇଥିବା ଇସାକଙ୍କର ଭାର୍ଯ୍ୟା, ତଥାପି ଶୀଘ୍ର ପିଲା ଜନ୍ମ ହୋଇନଥିଲେ। ରାହେଲ ଯାକୁବ ବହୁତ ପ୍ରେମ କରୁଥିବା ଭାର୍ଯ୍ୟା, ତଥାପି ଶୀଘ୍ର ଛୁଆ ଜନ୍ମ ହୋଇନଥିଲା। ହାନ୍ନା ଜଣେ ଅଦ୍ଭୁତକର ଆତ୍ମିକ ଓ ପ୍ରାର୍ଥନାଶୀଳ ମା ଥିଲା, ତଥାପି ଶୀଘ୍ର ପିଲା ଜନ୍ମ ହେଲା ନାହିଁ। ମନୋହ ତାଙ୍କ ସ୍ତ୍ରୀ ଅଦ୍ଭୁତକର ଆତ୍ମିକ ବ୍ୟକ୍ତି ଥିଲେ, ତଥାପି ଶୀଘ୍ର ପିଲା ଜନ୍ମ ହୋଇନଥିଲା। ଜାଗ୍ରତରେ ଯଦି ପରୀକ୍ଷା କରିବା ମାନେ ଏମାନେ ସମସ୍ତେ ଆତ୍ମିକ ଥିଲେ, କିନ୍ତୁ ସେମାନଙ୍କ ଜୀବନରେ ଗର୍ଭଫଳ ବିଳମ୍ବରେ ହିଁ ପ୍ରଦାନ କରାଯାଇଥିଲା। କିନ୍ତୁ ବିଳମ୍ବରେ ପ୍ରଦାନ କରାଯାଇଥିବା ଗର୍ଭଫଳ ମାତ୍ର ବହୁତ ଅଦ୍ଭୁତକର ଗର୍ଭଫଳ ସେମାନେ ପ୍ରାପ୍ତ କରିଥିଲେ। ଅବ୍ରାହମ ସାରାକୁ ଇସାକ ଜନ୍ମିଲେ, ଇସାକ ରିବିକାଙ୍କୁ ଯାକୁବ ଜନ୍ମିଲେ, ଯାକୁବ ରାହେଲଙ୍କୁ ଯୋସେଫ ଜନ୍ମିଲେ, ହାନ୍ନା ଓ ତାଙ୍କ ସ୍ୱାମୀକୁ ସାମୁଏଲ, ମନୋହ ଓ ତାଙ୍କ ସ୍ତ୍ରୀଙ୍କୁ ସାମସନ, ଏଲିସାବେଥ ଓ ଜିଖରିୟଙ୍କୁ ଜନ୍ମ କରିଥିବା ମହିଳାମାନଙ୍କ ମଧ୍ୟରେ ଯୋହନଙ୍କ ପରି ମହାନ ବ୍ୟକ୍ତି ନାହିଁ। ଯୋହନ ମହାନ ଥିଲା। ଆପଣଙ୍କ ଜୀବନରେ ଧାର୍ମିକ ଓ ଯଥାର୍ଥ ଭାବରେ ବଞ୍ଚୁଥିଲା ବେଳେ ବି ତମେ ଯାହା ମାଗିଲ, ଯାହା ଆଶା କଲ, ଯଦି ପାଇପାରୁନାହ, ତେବେ ଶୁଣ, ମୋହର ପ୍ରଭୁ ଗୋଟିଏ ଶ୍ରେଷ୍ଠକର ଆଶୀର୍ବାଦ ଆପଣଙ୍କୁ ଦେବା ପାଇଁ ସେ ବିଳମ୍ବ କରୁଅଛନ୍ତି। ଏହି ବାସ୍ତବଟିକୁ ଭୁଲନ୍ତୁ ନାହିଁ। ହେ ମହାପବିତ୍ର ପ୍ରେମମୟ ପିତା, ପ୍ରଚାରିତ ଏହି ବାକ୍ୟକୁ ଫଳପ୍ରଦ କର ପ୍ରଭୁ। ଆଜିଠାରୁ ତୁମରି ଇଚ୍ଛା ଅନୁସାରେ ବଞ୍ଚିବା ପାଇଁ ଆମକୁ ସାହାଯ୍ୟ କର ବାପା। ହେ ପିତା, ଆମ ଜୀବନରେ ଆମ୍ଭମାନଙ୍କ ପ୍ରାର୍ଥନାର ଉତ୍ତର ବିଳମ୍ବ ହେଲେ ବି, ଆମ୍ଭମାନଙ୍କର ଚେଷ୍ଟା ଅସଫଳତା ହେଲେ ବି, ଆମ୍ଭେ ଆପଣାକୁ ସନ୍ଧାନ କରି
ବାପା ଆମର ଅବାଧ୍ୟତା ଅବିଶ୍ୱାସ ଅପବିତ୍ରତାକୁ ହେ ପିତା ତାହା ମାନି ଓ ପରିତ୍ୟାଗ କରି ବାପା ଆମେ ଯଦି ତୁମରି ଚରଣରେ ପଡ଼ିଲେ ନିଶ୍ଚିନ୍ତ ତୁମେ ଦୟା କରିବ। ବିଳମ୍ବ ହେଉଥିବା ବିଷୟରେ ପ୍ରଭୁ ତୁମେ ଅଦ୍ଭୁତ କାର୍ଯ୍ୟ କରି ପ୍ରଭୁ ଆମ୍ଭମାନଙ୍କ ନିମନ୍ତେ ରଖିଥିବା ଶ୍ରେଷ୍ଠକର ଆଶୀର୍ବାଦ ତୁମେ ପ୍ରଦାନ କରିବ। ସେହି ପ୍ରକାର ବାକ୍ୟ ଆମ୍ଭମାନଙ୍କୁ ଆଜି ପ୍ରଦାନ କରି ଆମମାନଙ୍କର ବିଶ୍ୱାସକୁ ଦୃଢ଼ କରିଥିବାରୁ ଧନ୍ୟବାଦ ଦେଇ ବାପା ଯେଉଁମାନେ କି ଆଜି ବିଭିନ୍ନ ଆବଶ୍ୟକତା ନେଇ ତୁମ ନିକଟକୁ ଆସି ପ୍ରାର୍ଥନା କରିଅଛନ୍ତି ସେହି ଆବଶ୍ୟକକୁ ପ୍ରଭୁ 100% ତୁମେ ପୂର୍ଣ୍ଣ କରି ମହିମାନ୍ୱିତ ହୁଅ ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଅଛୁ ବାପା, ଆମେନ୍। ଆମର ଆଡ୍ରେସ୍ କାଲଭରୀ, ପୋଷ୍ଟ ବକ୍ସ ନମ୍ବର 30, କୁକଟପଲ୍ଲୀ, ହାଇଦ୍ରାବାଦ 72।